पद्मावती लगे कहते ये प्रताप राजरा महाराणी चंद्रावती का मावशीच्या पद्मावतीकडे भारी सुंदरी मुलाचा तर देखला भेटती सुंदरी मुलीचा खूप भारी सुंदरी मुपरा प्रताप राजरा राजांकडे मात्र गेले साली नीला नीला कासारे चांदा हसे तारा मेरे कोणे मुझे तुझी दे तुझी सुंदरी मुबारक गणपति सुंदरी मुबारक गणपति सुंदरी मुबारक गणपति सुंदरी मुबारक गणपति महाराणी चंद्रावती तक मावशीच्या मोहनसागरे तांतू आणले आश्रय दिले कोणते काम करी नाहंती सेतले मो 10 वर्ष थिली एवं 22 वर्ष जीवती 22 बाते चढ़ी मुसारिची किलो कुछे रानी चंद्रावती मुझे चाकरानी भरी खटा अछंती आभरियाओ स्नेह सराज किछि कर नाहंती जे दुठे रानी गर्भवती अछंती ना से दिन ठारू दिन राति मु तांकर सेवा करी आसुछि ये बड़ घर बड़ घुमर कथा लो कहि हेउ नाही किछि बड़ को कहिबो निजर बोली त सेवाने कहिबे ची 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 ये मालो पद्मावती आगो को आहुरी अनेक रास्ता अछि एइटा तो आरंभ मात्र किंतु तुमको एबे थर चाकरनी भली खटे आरंभ कर देलानी एबे तू हुआ सावधान नहे चिपो तो नाको कान के तमे एमि कहिबार माने
ମୁଁ ହଉଛି ପିଏନ୍ ମାନେ ପ୍ରାଣନାଥ। ଇଏ ମଣିଷ ଯୁଆଡେ ଗଲା ଖାଲି ସେଇଆ ଶୁଣିଲା, ଖାଲି ପ୍ରାଣନାଥ ପ୍ରାଣନାଥ। ଇଏ ମୋ ବାପାଙ୍କ ନାଁ ବି ପିଏନ୍ ମାନେ ପ୍ରେମାନନ୍ଦ। ଆଉ ମୋ ଶିକ୍ଷାଗତ ଯୋଗ୍ୟତା ସେଇଟା ବି ପିଏନ୍ ମାନେ ପାଠ ନାହିଁ। ଆଉ ଆମ ରାଜ୍ୟ ନାଁ ବି ପିଏନ୍ ମାନେ ପ୍ରତାପ ନଗର। ଇଏ ମୋ ନାଁ ପୁରା ପ୍ରାଣନାଥ। କାମ ନାହିଁ କି ଫୁର୍ସତ ନାହିଁ, ସବୁଥିରେ ଖାଲି ଯତ ଖତ। ମୋ ନାଁ ଶୁଣିଲେ ପୁରା ଭଲ ଲୋକଙ୍କୁ ଡର, ହେଲେ ମୋ ଚୁଟିଟା ଖାଲି ଉଡୁଛି ହେ ଫର ଫର ଫର। ହଲୋ ମାଲୋ ପଦ୍ମାବତୀ, ଦେଖି ତମର ରୀତିଗତି ଘୁରି ଯାଉଛି ମୋର ମତି। ଆଲୋ ମା, ଏ ଦୁନିଆରେ କେହି ନୁହେଁ କାହାର। ତମ ବାପା ମାଙ୍କ ଦେହାନ୍ତ ପରେ ଏଇ ରାଜା ତମକୁ ଘରକୁ ନେଇ ଆସିଲା, ଆଶ୍ରୟ ବି ଦେଲା, ଅବଶ୍ୟ ଠିକ କଲା। ବାଣିଜ୍ୟ ନଥିଲେ କେ କଣ କେବେ ଲାଭ କରିଛି? ଲାଭ ନଥିଲେ କେ କଣ କେବେ ବାଣିଜ୍ୟ କରିଛି? ନା ତ। ହେଲେ ତତେ ଲାଭ କରିବା ପାଇଁ ଏଠିକି ଆଣିଛି ଲୋ ମା, ବାଣିଜ୍ୟ କରୁଛି ରାଜା। ଏବେଠାରୁ ଦେଖୁନୁ ତତେ ଯେମିତି ଚାକରାଣୀ ଭଳି ଖଟେଇବା ଆରମ୍ଭ କଲାଣି। ମତେ ତ ଭାରି କଷ୍ଟ ଲାଗୁଛି ନା। ଏତେ ସୁନ୍ଦରିଆ ଝିଅଟାକୁ ଏ ଶୋଳ ରାଜା ଘରେ ବେକାର କରିଦେଲାଣି, ବେକାର। ଆରେ ମୋ ବାପା ମା ମରିଗଲା ପରେ ଏ ଅନାଥ ଝିଅଟାକୁ ଏ ରାଜା ଆଉ ରାଣୀ ମାନେ ମୋ ବାପା ଭିଣେଇ ତାଙ୍କ ଘରକୁ ଆଣିଲେ, ଆଶ୍ରୟ ବି ଦେଲେ। କୌଣସି ମତେ କମ କରିନାହାନ୍ତି। ମୁଁ କଣ ତାଙ୍କ ପାଇଁ ଏତେ କିଛି କରିପାରିବିନି? ସବୁ କରିଯା ମା, ସବୁ କରିଯା। ରାଜା ଖାଲି ଭଲ ଲୋକ ଦେଖେଇ ହଉଛି ମା। ତମେ ହେଲେ କଣ କୋଉ ସାମାନ୍ୟ ଘର ପରିବାର ଝିଅ ନୁହ ମା, ନୁହ। ତମ ବାପା ମାଙ୍କୁ ପରା ଏଇ ରାଜା ମାରି ଦେଇଛି, ଆଉ ତମକୁ କେବଳ ରକ୍ଷିତା କରିବା ଉଦ୍ଦେଶ୍ୟରେ ଏଠି ରଖିଛି। ତମ ବାପା ମାଙ୍କୁ ବିଷ ଦେଇ ମାରି ଦେଇ ଅସାଧ୍ୟ ରୋଗର ବାହାନା କରିଦେଇଛି। ତମ ବାପା ମା ଜଣେ ଭଲ ଲୋକ ଥିଲେ ମା, ବହୁତ ଭଲ ଲୋକ ଥିଲେ। ଆଉ ଭଲ ଲୋକ ଥିଲେ ବୋଲି ତ ଏଇ ରାଜା ମାରିଦେଲା। ଆଉ ଜାଣିଛ ମା କାହିଁକି ମାରିଦେଲା ଜାଣିଛ? କାହିଁକି ନା ଏ ଦୁନିଆରେ ପରା ଭଲ ମଣିଷକୁ ବସିବା ମନା। ହରେ ମା, ମୁଁ ମିଛ କହୁନି। ମୁଁ ତ ବାପା ବଦଳରେ ବାପା ପରି, ମୁଁ ତୋର ଶୁଭକାଂକ୍ଷୀ। ମୁଁ କେବଳ ତୋର ମଙ୍ଗଳ ଚାହୁଁଛି। ରାଜା ରାଣୀଙ୍କ ପୀଠରେ ଏତେ ଛନ୍ଦ। ହରେ ମା, ଆଗକୁ ଆହୁରି କେତେ ଯେ ଘାଟି ଅଛି ତୁ ହିସାବ କରିପାରିବୁନି ମା, ତୁ ହିସାବ କରିପାରିବୁନି। କିନ୍ତୁ ଗୋଟିଏ କଥା ମା, ଯେତେ ବଡ଼ ସମସ୍ୟା ହେଉନା କାହିଁକି, ପ୍ରେମ ହେଉଛି ତାର ସବୁ ସମସ୍ୟାର ସମାଧାନ। ଏତେ ସୁନ୍ଦର ଚେହେରା ରଖିଛ, ଏତେ ସୁନ୍ଦର ଯୌବନ ଧରିଛ। ଆରେ ବା, କି ଲାଭ ଅଛି? କୋଉ ଜଣେ ବରିଷ୍ଠ ଟୋକାଙ୍କୁ ଦେଖି ତମେ ତମ ପ୍ରେମ ଜାଳରେ ଭସେଇ ଦଉନ। କାହିଁକି ଭସେଇବ ଜାଣିଛ ମା? ସେଇ ପ୍ରେମର ମାଧ୍ୟମରେ ପରା ତମେ ସେଇ ରାଜାଙ୍କୁ ବଦଳା ନେଇ ପାରିବ। ହରେ ମା, ଆଉ ଗୋଟିଏ କଥା ମା, ତମେ ହୁଏତ ତମ ଜୀବନରେ ଯଦି ଅଛି ତାହେଲେ ରାଜ ସୁଖ ଭୋଗ କରିପାରିବ। ରାଜକରଣୀ ମା, ରାଜକରଣୀ। ମୁଁ ତମ ବାପା ପରି ତମକୁ ଝିଅ କରିଦେଲି। ମୋର ଜଣେ ଭଣଜା ଅଛନ୍ତି, ତାଙ୍କ ସହିତ ତମେ ପ୍ରେମ କର, ମାନେ ଲଭ ରିଲେସନଟା ରଖ, ଲଭ ରିଲେସନଟା। ଦେଖିବ ତମର ସବୁ ସମସ୍ୟାର ସମାଧାନ ହେଇଯିବ ନା। ହଁ, ସବୁ ସମସ୍ୟାର ସମାଧାନ ହେଇଯିବ। ତ ଆପଣ ମୋ ବାପା ବୟସରେ ଏମିତି କଥା କହିପାରୁଛ? ତମକୁ ରାଜା ଲାଗିବା କଥା। ତମେ ଏଠୁ ଗଲା ନଚେତ୍ ମୁଁ ଭୁଲିଯିବି ତମେ ଜଣେ ବୃଦ୍ଧ ବ୍ୟକ୍ତି ବୋଲି। ଆରେ ଯାଅ କହିଲି ପରା। ସତରେ
ଆମେ କଣ ଏତେ ଖରାପ? ହ୍ୟାଲୋ ମାମୁ କିସିର ତଡ଼ି ଦେଲ, ହେଲେ ପ୍ରଥମେ ଭଣଜାକୁ ଥରେ ଦେଖ, ତାପରେ ତମର ବିବେକ ବିଚାର ଅନୁସାରେ ନିଷ୍ପତ୍ତି ନବ ନା ଆଉ। ହ୍ୟାଲୋ କଣ ଭାବୁଛ? ନାଇଁ କିଛି ନାହିଁ ତ। ଓ ତାହେଲେ କଣ ଦେଖୁଛ? ଦେଖୁଛି ହଁ। ବରିଷ୍ଠ ବାହୁ ପ୍ରଶସ୍ତ ବକ୍ଷ ଆକର୍ଷଣୀୟ ଚେହେରା। ଓ ବାହ୍ୟ ଅଙ୍ଗ ଦେଖି ସବୁ କହିଦେଲ, ହେଲେ ଏ ଅନ୍ତରର ଭାବନାକୁ ପଢି ପାରିଲ କି ଛାଡେଇ ପାରିଲ? ମାନେ ମାନେ ମୋ ହୃଦୟ କଥା କହୁଛି, ମୋ ହୃଦୟ ହେଉଛି ଖୋଲା ହୃଦୟ। ମୋ ହୃଦୟରେ ତମର ସତ୍ତା ଅନୁଭବ କରେ। ସତରେ ମୋ ହୃଦୟରେ ଖାଲି ତମେ ହିଁ ତମେ। ମାନେ କୋଇଲି ଗାଉଅଛି, ଫଗୁଣ ଆସିଅଛି, ଗଉଆଳ କାନ ନେଇ ଦେଖୁଅଛି, ସେ ଲାଗିଲାଛି ପ୍ରେମିକ ସାଥୀ, ସେ ଲାଗିଲାଛି ପ୍ରେମିକ ସାଥୀ, ତୁମ ପାଖରେ ଆସି ତୁମକୁ ପ୍ରେମ କରୁଛି, ତୁମକୁ ଭଲ କରୁଛି। রঙিন স্বপ্ন দেখিল গরি, প্রেমর সাম্রাজ্য গঢ়িছি তোলি। তোমার রঙিন স্বপ্ন দেখিল গরি, প্রেমর সাম্রাজ্য গঢ়িছি তোলি। প্রেমহিত পূজা প্রেম ঈশ্বর, প্রেমরে দেবী তোমার। যেবেঠাରୁ ଦେଖିଛି ମନରେ କିଛି କିଛି ଅନୁଭବ ହେଉଛି, ସେ ଲାଗି କହୁଅଛି ତୁମ ପ୍ରେମରେ ତୁମ ସ୍ନେହରେ, ତୁମ ପ୍ରେମରେ ତୁମ ସ୍ନେହରେ ବାନ୍ଧି ହେବି ଭାବୁଛି। ଏ କଣ ହେଇଛି ଜାଣିଛ ନା? ତୁମକୁ ଭଲ ପାରୁଛି, ତୁମକୁ ପ୍ରେମ କରୁଛି। ଆସ कौन है ना किसी को समझे? अरे चिन्ह नहीं जना नहीं ए पर्यंत हम परिचय भी जानिनी तमे के कोन कर एते पर निष्पत्ति नहीं पाइला तुमिति मुके तमे जानि ना मु होचे जानि गंगावती को माउसी झिया पद्मावती ए बदन जाने जानिबे ना काले तुम कोन की काटी हाथ करे धरे देबे।
আলো জানিছি বলি তো এত বড় নিষ্পত্তি নেইছি ও হচ্ছে প্রতাপ কেশরী অঙ্গরক্ষে বানেশ্বর বাবা ତମେ କିଏ ଭରା କାହିଁକି ଆରେ ଯାଅ ପ୍ରେମ କରିବାକୁ ଆଉଲ ମତେ ମନ ନାହିଁ ଜମା भलरे भलरे कहि देउछि सखतुआ तना मेरी जाबर न करी पकड़ा रोई सलचना राजा प्रताप केशरी केते मारात्मक प्राणी तमे जानि न हाउ राजा प्रताप केशरी आउ जानि चंद्रवती तुमको केउ स्थान रे आनी रखी देनी तमे टिके विचार करो हरे बा तमे सिना राजा रानी को निज लोक कहि छाती पिटुच हेरे बा तमरो को दिन केबे भलो मत तमरो इच्छा अनिच्छा केबे कोन से बुझिची सतरे आई जाई बा सतरे काली से राजा उराणी को एहरी पछरे एते मद से उद्देश्य अरे बा मते कोन करबा खब शीघ्र कुह यारे बा तमे खराब भाबी बने बा मु तमरो शुभ कांक्षी तम बापा बदल रे बापा मा हेले तमे मो भणजा सहित ये प्रेम संपर्क रखबा पछिरे तमरो सब कार्यटा पूर्ण हे जीव अरे बा तमे प्रेम संपर्क रखो तुम कोन सत कहउछ ओलो बाबू सत कहूची मो भणजार कहूतिरे किछि अभाव नाही रे बा सबुथिरे पूरा तलु ऊपर तलु पूरा पीटी अरे
ତମେ ଏଠି ରୁହ ତମେ ଏଠି ଚାଲିଗଲେ ନା ମତେ ଭାରି ଡର ମାଡ଼ିବ କାଇଁ ଡର ମଡ଼ିବ ମା ମୁଁ ତ କହୁଛି ମା ମୋ ଭଣଜାକୁ ଯଦି ପ୍ରେମ କରିବ ନା ତାହେଲେ ଦେଖିବ ଏମିତି ରାଜ୍ୟ 50ଟି ରାଜ୍ୟ ଆମେ ଅକ୍ତିଆର କରିପାରିବା ମା ତମେ ସତ କହୁଛ ହଁ ଲୋ ମା ହଁ ଠିକ ଅଛି ମୁଁ ତମ ଭଣଜାକୁ ପ୍ରେମ କରିବି ତ ହଁ ମା ମୁଁ ତାହେଲେ ଏବେ ଯାଉଛି ମା ଏଣିକି ତମ ଇଚ୍ଛା ଥାଉ ଥାଉ ବତ ବାଟି ଥା ମାଲୋ ପୁରୀ ଥାଉ ସରୋବର ଯାଉଛି ମା ଏଥର ମୁଁ ଘର ଆରେ ରୁହ କହିଲି ପରା ମୁଁ କାଇଁ ରହିବି ମୁଁ ଯାଉଛି ଆରେ ରୁହ ନା ମୁଁ ଯାଉଛି ମା ଆରେ ରୁହ ଏଇ କଣ ଭାବୁଛ ତମେ ମତେ ଖରାପ ଭାବିଲ ଆରେ ତ ଆଲୋ ଭଲରେ ଖରାପ ନା ଆସିବା ବୋଲି ଭଲ ପାଏ ବୋଲି କହିଛି ଥରେ ଭଲରେ ଭଲ ପାଉଥିବି ଭୁଲିବିନି କେବେ ଜୀବନରେ ହଁ ସତରେ ସତରେ। ସତରେ ତମେ କଣ ମତେ ଏତେ ଭଲ ପାଅ ତୁ ବହୁତ ଭଲ ପାଇଲ ସତରେ ହଁ। ମୁଁ ବି ତମକୁ ବହୁତ ଭଲ ପାଏ ଓ। ମୁଁ କଥା ଦଉଛି ଆଜି ତମର ମୋର ପ୍ରେମର ସମ୍ପର୍କ ରହିଲା ହଁ। ଆହୁରି ବି କଥା ଦଉଛି କେବେ ହେଲେ କୌଣସି ପରିସ୍ଥିତିରେ କେହି କାହାକୁ ଧୋକା ଦେବିନି ଆରେ ମୁଁ ମଧ୍ୟ ତମକୁ କଥା ଦଉଛି କେବେ ହେଲେ ଜୀବନରେ ଭୁଲିବିନି ତମ ମିଳନଟା ଯୁଗ ଯୁଗର ସତରେ ହଁ। ଆରେ ଆସ ଏଇ ରଙ୍ଗୀ ଦୁନିଆରେ ଆମେ ତୁମେ ଭଜିଯିବା ନିଶ୍ଚୟ ଆସ କେନେ ମାସି ଦିଦିଆ କେନେ ରାଣୀ ମାଙ୍କ ବୋଧେ ଗର୍ଭବେଦନା ଆରମ୍ଭ ହୋଇଗଲାଣି ବୋଧେ ରାଣୀ ଶିଶୁପୁତ୍ରକୁ ଜନ୍ମ ଦେଲା ପରେ ରାଣୀ ଚନ୍ଦ୍ରାବତୀକୁ ତଣ୍ଟି ଚିପି ମାରିଦେବ ନା ମୁଁ ପାରିବିନି ମାନେ ମନେ ରଖ ଏଇ ରାଣୀ ଚନ୍ଦ୍ରାବତୀ ଦିନେ ତମ ବାପା ମାଙ୍କୁ ବିଷ ଦେଇ ମାରି ଦେଇଥିଲ ତମେ ଏତିକି ଟିକେ କରିପାରିବନି ତାହେଲେ ତମ ବାପା ମାଙ୍କ ଅତୃପ୍ତ ଆତ୍ମା ଶାନ୍ତି ପାଇବନି ମୁଁ ବୁଝିଯିବି ତମେ ତମ ବାପାର ଝିଅ ନୁହଁ ନା ମୁଁ ବାପାର ଝିଅ ମୁଁ ପାରିବି ରାଣୀ ଚନ୍ଦ୍ରାବତୀକୁ ପ୍ରଥମ ସମୟରେ ତଣ୍ଟି ଚିପି ମାରିଦେବି